ଶ୍ରୀଅରବିନ୍ଦଙ୍କ ବିଷୟରେ ବର୍ଣ୍ଣନା ଚାଲିଛି। ଶ୍ରୀଅରବିନ୍ଦ କେମିତି କଣ କାହାକୁ କଣ ସାହାଯ୍ୟ କରିଛନ୍ତି ସେ ବିଷୟରେ ଏଠି ଅଛି। କବିଙ୍କୁ ସାହାଯ୍ୟ। କବିଙ୍କୁ ସାହାଯ୍ୟ। ତାଙ୍କରି ଶକ୍ତି ଦ୍ୱାରା ଶ୍ରୀଅରବିନ୍ଦ ବହୁ କବି ଶିଷ୍ୟଙ୍କୁ ଲେଖାଲେଖି କାରବାରରେ ସାହାଯ୍ୟ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଜ କକ୍ଷର ଝରକା ମଧ୍ୟ ଦେଇ ଶ୍ରୀଅରବିନ୍ଦଙ୍କର ଶକ୍ତିକୁ ଗ୍ରହଣ କରିପାରୁଥିଲେ। ଯେଉଁ ଘରେ ଆଜିକାଲି ଉଦାର ରହୁଛନ୍ତି, ସେହି ଘରଟି ଶ୍ରୀଅରବିନ୍ଦଙ୍କ ଗାଧୁଆ ଘର ଆଡ଼କୁ ଠିକ୍ ମୁହଁ କରି ଅବସ୍ଥିତ। କବି ଜଣକ ହାତ ପ୍ରସାରଣ ପୂର୍ବକ ଇଙ୍ଗିତ କରନ୍ତି, ସତେ ଯେପରି ଶକ୍ତିକୁ ତାଙ୍କ ଆଡ଼କୁ ଟାଣି ଆଣୁଛନ୍ତି ଓ ସଙ୍ଗେ ସଙ୍ଗେ କବିତା ଝରି ଆସେ। ଦୁର୍ଭାଗ୍ୟବଶତଃ ଏହି କବି ଜଣକ ନିଜର ଜାଜୁଲ୍ୟମାନ ପ୍ରତିଜ୍ଞାକୁ ପୂରଣ କରିପାରିଲେ ନାହିଁ ଏବଂ ପଥଭ୍ରଷ୍ଟ ହୋଇ ସାଧାରଣ ମାମୁଲି ଜୀବନକୁ ଚାଲି ଯାଇଥିଲେ। ଅନେକ ସମୟରେ ଅନେକ ବ୍ୟକ୍ତିଙ୍କୁ ଶ୍ରୀଅରବିନ୍ଦ ସାହାଯ୍ୟ କରନ୍ତି। ସେଇଟା ଯଦି ଆଧାର ପ୍ରସ୍ତୁତ ଥିବ ଯେତେବେଳେ ସେଟାକୁ ସେମାନେ ଅନୁଭବ କରିପାରନ୍ତି ଏବଂ ତାଙ୍କ ଭିତରେ ଯୋଉ ସାମର୍ଥ୍ୟ ସେ ଆଗରୁ କେବେ ଦେଖେଇ ପାରିନଥିଲେ ହଠାତ୍ ସେ ଦେଖାନ୍ତି। ଏବଂ ଏଠି ଯେମିତି କବିଙ୍କୁ ସାହାଯ୍ୟ କରିଥିଲେ, ସେମିତି ଜଣେ ନାଚିବା ଏବଂ ଅନ୍ୟ ଏକ ଭାଷାରେ ପାରଙ୍ଗମ ଭାବରେ କହିବା, ଏସବୁ ଜିନିଷ ହେଇଛି। ଏବଂ ଏଇ ଯୋଉ କବିଙ୍କୁ ସେ କବି ଅନୁଭବ କରୁଥିଲେ, ଶ୍ରୀଅରବିନ୍ଦଙ୍କ ଶକ୍ତି ତାଙ୍କ ଉପରେ ରହିଥିଲା ଏବଂ ସେ ଶକ୍ତି ବଳରେ ହିଁ କବିତା ତାଙ୍କ ଆଡକୁ ଝରି ଆସେ। ତାପରେ ସେ ଯୋଉ ପଥଭ୍ରଷ୍ଟ ହେଇଛନ୍ତି, ଏହା ହେଇଥିବ ବା ହେଇଥାଇପାରେ, ଯେତେବେଳେ ବି ପ୍ରଭୁଙ୍କର କୃପା ଝରେ ସେତେବେଳେ ଗୋଟେ ଜିନିଷ ଆମକୁ ମନେ ରଖିବାକୁ ପଡିବ, ତା ଭିତରେ ଆମର ଅହଙ୍କାର ଯେପରି ତାକୁ ନ ଭାବି ଦିଏ ଯେ ସେଟା ଏଇଟା ମୋର ହଉଛି ବୋଲି। ଯେତେବେଳେ ଧୀରେ ଧୀରେ ଭଲ ଲେଖା ହେଲା, କବିତା ଲେଖି ଲେଖି ଚାଲିଲେ, ଲୋକମାନେ ନିଶ୍ଚୟ ପ୍ରଶଂସା କରିଥିବେ। ଯୋଉ ଅନ୍ୟମାନେ ସବୁ ପ୍ରଶଂସା କରିଥିବେ ତାଙ୍କ ଭିତରେ କୋଉଠି ଗୋଟିଏ ମୁହୂର୍ତ୍ତ ବାହାରିଥିବ ଏବଂ ସେତେବେଳେ ସିଏ ଶ୍ରୀଅରବିନ୍ଦଙ୍କୁ ଆଉ ବା ଶ୍ରୀଅରବିନ୍ଦଙ୍କ ଠାରୁ ଯୋଉ କରୁଣା ବା ଯୋଉ କୃପା ବଳରେ ହିଁ ସେ କବିତା ଲେଖି ପାରୁଛନ୍ତି, ତାକୁ ଭୁଲି ଯାଇ ସେ ଭାବିଥିବେ ଯେ ମୋର ଏମିତି ସାମର୍ଥ୍ୟ ରହିଛି। ତେଣୁ ଯେତେବେଳେ ଆମେ ଭାବିଲେ ଯେ ମୋର ଇଏ ସାମର୍ଥ୍ୟ ରହିଛି, ମୁଁ ଏମିତି କରିପାରୁଛି, ସେତେବେଳେ କଣ ହୁଏ, ଆମେ ନିଜେ ଜାଣି ଶୁଣି ଏଇଭଳି କରିବା ଫଳରେ ଯୋଉ ପ୍ରଭୁଙ୍କର ବା ଭଗବତୀଙ୍କର ମାଙ୍କର କୃପା ଯେତେବେଳେ ଆସୁଥାଏ, ତାର ବାଟ ଆମେ ବନ୍ଦ କରିଦଉ। କାହିଁକି ନା ଆମର ଆଧାର ସେତେବେଳେ ଆଉ ପ୍ରସ୍ତୁତ ରହିଲାନି ଉପରୁ ଯାହା ଆସୁଛି ତାକୁ ନିଜେ ଗ୍ରହଣ କରିବା ପାଇଁ। ମନେ ଥିବ ସେ ଏକ୍ଜାମ୍ପଲଟି, ଯଦି ଗୋଟିଏ କପ ରେ ବା ଗୋଟେ ଗ୍ଲାସ ରେ ଅଲରେଡି ପାଣି ଭର୍ତ୍ତି ହେଇ ରହିଛି, ତେବେ ତା ଦେହରେ ଆଉ ପାଣି ପୁରେଇଲେ ସେ ପାଣି ଆଉ ରହିବ କି? ସେ ତ ଗଳି ପଡିବ ନା, ଗଳି ପଡିବ ବାହାରକୁ। ତେଣୁ ଯେତେବେଳେ ଆମେ ଭାବୁ ଯେ ମୁଁ ସବୁ କରିପାରୁଛି ବା ମୋର ଇଏ ସାମର୍ଥ୍ୟରେ ହଉଛି, ସେତେବେଳେ ଆମେ ଭାବୁଛୁ ଯେ ମୋର ତ ଭର୍ତ୍ତି ହେଇ ରହିଛି, ତେଣୁ ଆଉ ସେତେବେଳେ ଆଧାର ତ ଭର୍ତ୍ତି ହେଇ ରହିଛି, ତେଣୁ ଆଉ କୋଉଠୁ ପଶିବ ତା ଭିତରେ? ତେଣୁ ଏଇଠି ଯୋଉ କବିଙ୍କୁ ସେ ସାହାଯ୍ୟ କରୁଥିଲେ, ସେ କବି ତାପରେ ତାଙ୍କର ଜାଜ୍ୱଲ୍ୟମାନ ପ୍ରତିଜ୍ଞାକୁ ପୂରଣ କରି ପାରିନାହାନ୍ତି, ପଥଭ୍ରଷ୍ଟ ହୋଇ ସାଧାରଣ ମାମୁଲ ଜୀବନକୁ ଚାଲି ଯାଇଛନ୍ତି। ତାଳ ଗଛ। ଶ୍ରୀଅରବିନ୍ଦ ତାଙ୍କ କୋଠରୀଟିର ବାହାରେ ଥିବା ଗୋଟିଏ ପ୍ରଶସ୍ତ ଏବଂ ଖୁବ ଲମ୍ବ ବାରଣ୍ଡାରେ ପଦାଚରଣ କରନ୍ତି। ସେ ଚଲାବୁଲା କରୁଥିବା ସମୟରେ ବସ୍ତୁତଃ ଝରକା ବନ୍ଦ କରିବାକୁ ହୁଏ। ଫଳତଃ କୋଟିଆଡ଼ ମଧ୍ୟରେ ଥିବା ଲୋକମାନେ ତାଙ୍କୁ ଦେଖିପାରିବେ ନାହିଁ। ଶ୍ରୀମା ଗୋଟିଏ କଳ୍ପନା କଲେ, ଯଦି କୋଟିଆଡ଼ ମଧ୍ୟରେ ଗୋଟିଏ ତାଳ ଗଛ ରୋପଣ କରାଯାଏ, ତେବେ ଗଛଟି ବଢିଗଲେ ତାହା ଟିକେ ଆବରଣ ହେବ। ଫଳତଃ ଲୋକମାନେ ଆଉ ଶ୍ରୀଅରବିନ୍ଦଙ୍କୁ ଚଲାବୁଲା ବେଳେ ଦେଖିପାରିବେ ନାହିଁ ଓ ଝରକା ଗୁଡିକ ମଧ୍ୟ ଖୋଲା ରଖାଯାଇ ପାରିବ। 1927 ସାଲରେ ଡିମନ ଗୋଟିଏ ତାଳ ଗଛ ଆଣି କୋଟିଆଡରେ ଲଗାଇଥିଲେ, ଯାହାକୁ କି ଆଜି ଆମ୍ଭେମାନେ ଦୋଳାୟିତ ହେଉଥିବାର ଦେଖୁଥାଉ। ଚିଠି ପତ୍ର ଲେଖା ଲେଖି କରିବା ଓ ଜ୍ଞାତି କୁଟୁମ୍ବକୁ ପରିଦର୍ଶନ କରିବାକୁ ଯିବା। ଏମ୍ କୁ ମାତ୍ର 28 ବର୍ଷ ହୋଇଥାଏ। ସେ ପ୍ରଥମେ ଆସି ଅଗଷ୍ଟ 15, 1926 ମସିହାରେ ଆଶ୍ରମରେ ଯୋଗଦାନ କଲେ। ଶ୍ରୀଅରବିନ୍ଦ ତାଙ୍କୁ ପଚାରିଲେ, ତୁମର କୌଣସି ରୋଗ ଅଛି କି? ସେ ଉତ୍ତର ଦେଇଥିଲେ, ନା।
ଶ୍ରୀଅରବିନ୍ଦ ତାଙ୍କ ସମ୍ବନ୍ଧରେ ମନ୍ତବ୍ୟ ପ୍ରଦାନ ପୂର୍ବକ ଶ୍ରୀମାଙ୍କୁ କହିଲେ ତାଙ୍କର ଚୈତ୍ୟ ପୁରୁଷ ଖୁବ୍ ଭଲ। ଦୀର୍ଘ 12 ବର୍ଷ ଧରି ସେ ତାଙ୍କ ପରିବାର ବର୍ଗଙ୍କୁ ନିକଟକୁ ଗୋଟିଏ ହେଲେ ପତ୍ର ଲେଖିନଥିଲେ। ଦୀର୍ଘ 12 ବର୍ଷ ଧରି ସେ ତାଙ୍କ ପରିବାର ବର୍ଗଙ୍କ ନିକଟକୁ ଗୋଟିଏ ହେଲେ ପତ୍ର ଲେଖିନଥିଲେ। ସେତେବେଳେ ଅନ୍ୟମାନଙ୍କ ସହିତ ଆଦାନ ପ୍ରଦାନ କେବଳ ଚିଠି ମାଧ୍ୟମରେ ହିଁ ହଉଥିଲା। ପୋଷ୍ଟ କାର୍ଡ ଥିଲା ବା ଇନଲାଇନ୍ ଲେଟର ଥିଲା, ସେଇ ତାରି ମାଧ୍ୟମରେ ହଉଥିଲା, ନହେଲେ ଆଉ କିଛି ନଥିଲା, ଅପସନ ହିଁ ନଥିଲା। ଏହାପରେ ସେ ଶୁଣିବାକୁ ପାଇଲେ ତାଙ୍କ ବାପା ଖୁବ୍ ବେମାର ହୋଇପଡ଼ିଛନ୍ତି। ସେ ତାଙ୍କ ନିକଟକୁ ଚିଠି ଖଣ୍ଡିଏ ଲେଖିବା ପାଇଁ ଅନୁମତି ମାଗିଲେ। ଦେଖନ୍ତୁ, ସେତେବେଳେ ଆଶ୍ରମରେ ଯୋଉମାନେ ରହୁଥିଲେ ସେମାନେ ଘରକୁ ଚିଠି ଲେଖିବେ, ତା ବି ସେମାନେ ଏତେ ମାଙ୍କୁ ଆଉ ପ୍ରଭୁଙ୍କୁ ସେମାନେ ଗ୍ରହଣ କରିଥିଲେ ତାଙ୍କର ସର୍ବସ୍ୱ ଭାବରେ, ଏବଂ ସେମାନେ ପ୍ରଭୁଙ୍କୁ ଭାବୁଥିଲେ, ସତରେ ଭାବୁଥିଲେ କଣ, ତାଙ୍କ ଭିତରେ ଏକ ନିଶ୍ଚୟତା ବୋଧ ଥିଲା ଯେ ଇଏ ହିଁ ହଉଛନ୍ତି ପ୍ରଭୁ ନିଜେ ଭଗବାନ, ଆଉ ମା ହଉଛନ୍ତି ସ୍ୱୟଂ ନିଜେ ଦିବ୍ୟ ଜନନୀ। ତେଣୁ ସେମାନେ ତାଙ୍କର ନ ପଚାରି କିଛି କରୁନଥିଲେ। ତେଣୁ ସେ ଚିଠିଟିଏ ଲେଖିବେ ବୋଲି ଅନୁମତି ମାଗିଲେ, ଯେ ଘରକୁ ଚିଠିଟିଏ ଲେଖିବେ ବୋଲି। ଶ୍ରୀଅରବିନ୍ଦ ତାଙ୍କୁ କଣ ଉତ୍ତର ଦେଲେ? ଶ୍ରୀଅରବିନ୍ଦ ତାଙ୍କୁ ଉତ୍ତର ଦେଇଥିଲେ, ତୁମେ ଯଦି ତାଙ୍କୁ ଦେଖିବାକୁ ଚାହୁଁନାହ, ତେବେ ତାଙ୍କ ନିକଟକୁ ଖଣ୍ଡିଏ ଚିଠି ଲେଖିପାର। ଅନ୍ୟଥା ତୁମେ ତାଙ୍କ ନିକଟକୁ ଚିଠି ଲେଖିବା ମାତ୍ରେ ତୁମ ମଧ୍ୟରେ ଯିବା ପାଇଁ କାମନା ଜନ୍ମ ନେବ। ଦେଖନ୍ତୁ, ଏଇ ଛୋଟ ଛୋଟ କଥା ଆମେ ସବୁବେଳେ ଭୁଲି ଯାଉ। ବାରମ୍ବାର ଏଇ ଜିନିଷଟି ଯେତେବେଳେ ବି ଆମେ ପାଠ୍ୟକ୍ରମରେ ବସୁଛୁ ବା ଆଲୋଚନା କରୁଛୁ, ବା ଯୋଉମାନେ ଆଶ୍ରମରେ ମାଙ୍କ ପାଇଁ ବା ଭଗବାନଙ୍କ ପାଇଁ ଜୀବନ ଉତ୍ସର୍ଗ କରିବାକୁ ଚାହାନ୍ତି, ସେମାନେ ଏଇ ଛୋଟ ଛୋଟ କଥାଟିକୁ ବୁଝି ରଖିବା ଉଚିତ। କେତେ କଥା କହିଲେ ଦେଖନ୍ତୁ, ଯଦି ତୁମେ ତାଙ୍କୁ ଦେଖିବାକୁ ଚାହୁଁନାହ, ତେବେ ତାଙ୍କ ନିକଟକୁ ଖଣ୍ଡିଏ ଚିଠି ଲେଖିପାର। ଯଦି ତମେ ଚାହୁଁଛ ନାହିଁ ମୁଁ ତାଙ୍କୁ ଦେଖା କରିବାକୁ ନାହିଁ, ତାହେଲେ ତମେ ତାକୁ ଖଣ୍ଡିଏ ଚିଠି ଲେଖିପାର। କିନ୍ତୁ ତାପରେ କହୁଛନ୍ତି, ଦେଖ, ଅନ୍ୟଥା ତୁମେ ତାଙ୍କ ନିକଟକୁ ଚିଠି ଲେଖିବା ମାତ୍ରେ ତୁମ ମଧ୍ୟରେ ଯିବା ପାଇଁ କାମନା ଜନ୍ମ ନବ। ତମେ ଯେତେବେଳେ ଚିଠି ଲେଖିଲ ତାଙ୍କ ପାଖକୁ, ତାପରେ କଣ ହବ, ତମ ଭିତରେ ଆସକ୍ତି ଆରମ୍ଭ ହେଇଗଲା। ଆସକ୍ତି ତମ ପାଖରେ ଯେତେବେଳେ ଆସିଗଲା, ତେଣୁ ସେତେବେଳେ ତା ପର ମୁହୂର୍ତ୍ତରେ କଣ ହବ ନା, ତମର ଇଚ୍ଛା ହବ ମୁଁ ଯାଏ ଟିକେ ବାପାଙ୍କୁ ଦେଖିଦେଇ ଆସେ। ତମେ ଯେତେବେଳେ ଚିଠି ଲେଖିବ, ମୁଁ ଇତ୍ୟାଦି ଇତ୍ୟାଦି ଭଲରେ ଅଛି, ତମେ କିଛି ତ ଗୋଟେ ଲେଖିବ। ସେ ଯୋଉ ଲେଖିଲା ବେଳେ ତମେ ସୂକ୍ଷ୍ମରେ କଣ ହେଲ ନା, ତାଙ୍କ ପ୍ରତି ଆସକ୍ତି ଯୁକ୍ତ ହେଇକି ଯୋଡି ହେଇଗଲା। ଯେତେବେଳେ ଆସକ୍ତି ଆସିଗଲା, ସେଥିପାଇଁ ସେ ଲେଖୁଛନ୍ତି ତାଙ୍କ ତମ ଭିତରେ ଯାଇକିରି ଘରକୁ ଯିବା ପାଇଁ କାମନା ଜନ୍ମ ନବ। ତେଣୁ ପରିବାର ଯୋଉମାନେ ଚାହୁଁଛୁ ଯେ ନାଇଁ ମୁଁ ଭଗବାନ ପାଇଁ କେବଳ ବଞ୍ଚିବାକୁ ଚାହେଁ, ସେତେବେଳେ ନିଜ ପରିବାର କଥା ଭାବିବା, ନିଜ ପରିବାରର କଣ ହେଲା ନହେଲା ସେ କଥା ପଚାରିକି ବୁଝିବା, ଇଏ ସବୁ ଜିନିଷ ହଉଛି ଭଗବତ ଆସକ୍ତି ନୁହଁ, ଇଏ ସବୁ ହଉଛି ସଂସାର ଆସକ୍ତି। ତାମାନେ ତମେ ପୂର୍ଣ୍ଣତଃ ମାଙ୍କ ପାଇଁ ବା ଭଗବାନଙ୍କ ପାଇଁ ବଞ୍ଚୁ ନାହଁ। କାରଣ ଯେତେବେଳେ ତମେ ପରିବାର କଥା ବୁଝିବାକୁ ଚେଷ୍ଟା କରୁଛ, ତାଙ୍କ କଣ ହେଲା, ଭଲରେ ରହିଲେ ନା ନାଇଁ, ଏସା ତେସା ଢିଙ୍କି ବଗ, ଯେତେବେଳେ ତମେ ବୁଝୁଛ, ତମେ ଆଉ ମାଙ୍କର ହେଇକି ରହିଲ ନାହିଁ। ତମେ ସେତେବେଳେ ପୂର୍ଣ୍ଣତଃ ପରିବାରରେ ହେଇକି ରହିଲ। ତେଣୁ ତମେ ସାଧନା କରୁନାହଁ ବୋଲି ଜାଣିଯାଅ। ଭ୍ରମ ଧାରଣାରେ ରୁହ ନାହିଁ ଯେ ତୁମେ ସାଧନା କରୁଛ ବୋଲି। ତାହେଲେ ପ୍ରଶ୍ନ ଉଠେ, ପଢିଦେବା, ତାପରେ କଣ କହୁଛନ୍ତି ତାପରେ ଏଇଟା ଆଲୋଚନା କରିବା। ଏମ୍ କୁହନ୍ତି 1926 ମସିହା ନଭେମ୍ବର 24 ତାରିଖ ପରେ ଶ୍ରୀଅରବିନ୍ଦ ଆଶ୍ରମର ସଭ୍ୟମାନେ ବାହାରକୁ ଯିବାକୁ ଆଦୌ ଚାହୁଁ ନଥିଲେ। ସେମାନେ ଯଦି ଯାଉଥିଲେ, ତାଙ୍କ ପକ୍ଷରେ ଏଠାକୁ ଫେରି ଆସିବା ନିମନ୍ତେ ଅନୁମତି ପାଇବା ବଡ କଷ୍ଟକର ହୋଇ ପଡୁଥିଲା। ଦେଖନ୍ତୁ, ଶ୍ରୀଅରବିନ୍ଦ କେତେ କଡା ଡିସିପ୍ଲିନ ରଖିଥିଲେ, କିନ୍ତୁ ଅନେକ ଲୋକ କୁହନ୍ତି ଯେ ଆଶ୍ରମରେ ଡିସିପ୍ଲିନ ନାହିଁ ବୋଲି, ବା ପୂର୍ଣ୍ଣ ଯୋଗରେ ଡିସିପ୍ଲିନ କିଛି ଆବଶ୍ୟକ ନାହିଁ। ଏଇଟା ଭୁଲ ଧାରଣା, ଏଇଟା ଭୁଲ ଧାରଣା। ଯେତେବେଳେ ତୁମେ
एटी कहीं से लिखिले देखो 1926 मसीहा नवेम्बर 24 रे सिद्धि दिवस बोली कुआ जायछि एवं सेही दिन आश्रम आनुष्ठानिक भावे आरंभ हैला बोली माँ घोषणा करथिले। आश्रम आनुष्ठानिक भावे आरंभ हैला ता माने आश्रम रे जो माने रहया को चाहुच तुमे माने भगवान को पई निजकू नियोजित भगवान को कार्य रे नियोजित करिया पई निजकू उत्सर्ग कल तेणु तापरे तुमे भगवानंकर ହେଇଗଲା ଯେତେବେଳେ ତୁମେ ଭଗବାନଙ୍କର ହେଇଗଲ ତମର ପରିବାର କଥା ତେଣୁ ସମସ୍ତେ କହିବେ କଣ ଏମିତି ହୃଦୟହୀନ ବିହୀନ ହେଇଯିବ ପରିବାର କଥା ଟିକେ ବୁଝିବ ନାହିଁ ନା 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 ତମର ବୁଝିବା ଦରକାର ନାହିଁ ତମେ ଯେତେବେଳେ ପୂର୍ଣ୍ଣତଃ ଭଗବାନଙ୍କର ହେଇଯିବ ତୁମ ପରିବାରର ସମ୍ପୂର୍ଣ୍ଣ ଦାୟିତ୍ୱ ଭଗବାନଙ୍କର ହେଇଗଲା ସେ ମା ତାଙ୍କ କଥା ବୁଝିବେ ତମେ ଯୋଉ ମୁହୂର୍ତ୍ତରେ ପରିବାର କଥା ବୁଝିଲ ମା କାହିଁକି ବୁଝିବେ ମା ତ ସିଧା କହିଛନ୍ତି ମାଙ୍କର ଅନ୍ୟ ଜାଗାରେ ବର୍ଣ୍ଣନା ହେଇଛି ମା କହିଲେ तू तो बुझुचु मु कहीं ताकू बुझीबी डायरेक्टली कथा कहछन ता माने जेतेबेले मु मुंड पुरेइली व्यक्ति मुंड पुरेइला सेतेबेले मा कहीं के मुंड पुरेबे आ मु मुंड पुरेइबे आ मा मुंड पुरेबा केते डिफरेंट हबो कहले मा जदी दायित्व नै जिवे ताले से तांकर बहुत भलो भाबर परिचालन करिवे जे पर्यंत आमे दायित्व नैचु से पर्यंत कौन हम मानुषी परिचालना हम तेणु तांकर अमंगल मंगल सब जमी आज इट हम संसार जमी हुए ताहले तमर एपटर कौन है ना माँ सहित संपर्क छिन्न हो गला तमर साधन अवनति हो गला तमे आ माँ को कार्य करूना तेणु तमर वर्तमान तमे आश्रम रही तुमे माँ को कार्य करूना एटा निश्चित हो जाओ भ्रम धारणा केबे रुह नहीं कथा टे धरा जाऊ घरे कौन गोटे घटना घटला तम पाखक आसला खबर आसी पहुंचला किसी असुविधा नहीं जीव माँ पाखे नवेदन करदेव आम पढ़ा भितर भितर रही केते कथा केते घटना जो माँ पाखे नवेदन कर दिया जाए से माँ तांकर शक्ति पठेबे तांकर लोक पठेबे माने बाहर लोक नुह सब सूक्ष्म सब देवादेवी माने आसवे से से परिवार दायित्व नेबे तांको साहाय्य करिवे तमे जदी ताकू आसक्ति युक्त होइकरी पसिल ताहाले तुमे मांकर छत्र छाया थालू निजको दूरेई देल ए जिनसटी मन रखा उचित एवं भ्रम धारणा रे केबे भी रहइबो नै जे तुमे मांक साधना करूछ एठी सीधा सड़क श्रीरंग आश्रम जतबेले आरंभ हैला श्रीरंग आश्रम सभ्य माने बाहर को जीवाकू जमारू श्रीरंग निजे जाऊ नथिले एक कथा सी निजे वर्णना करछन्ते एम लिखछन्ती जे 1926 मसीहा नवेम्बर 24 तारिख पर जो दिन आश्रम आनुष्ठानिक भावे आरंभ हो गला माँ घोषणा कले श्रीरंग चाहू नथिले कौन आश्रम सभ्य माने बाहर को जीवाकू आदौ चाहू नथिले कहना तमे जतबेले बाहर को गल बाहर परिवेश बाहर जो शक्ति ता द्वारा तमे कबलित हो जीवो आश्रम जो डिसिप्लिन भितर ए डिसिप्लिन रखा जाइतिला जे चाहू नथिले से जीवा ପାଇଁ के लक्षण जो माने बाहर जाउथिले तांको एठाकू फेरी आसे निमंते अनुमति पाइबा बड़ कष्टकर होई पडुथिला देखो श्रीरंग केते डिसिप्लिन रखिथिले आमे सेति पई केते गुडे जिंस मु भी देखिछि दर्शन डे मानकरे मामू केबे चाहंतिनी कि बाहर को जाई कोनसी गोटे फंक्शन हो बा अन्य कोनसी कार्य रे योगदान करिया पे जमार चाहंतिनी तार सूक्ष्म कारण भी बहुत अछि तो आश्रम रे एटलिस्ट जो माने जेते बेले संकल्प करूछन्ती जे मां को पई भगवान को पई कार्य करिवे तबे श्रीरंग केबे भी चाहंतिनी आश्रम सभ्य माने बाहर को पड़ जीवा पे से कथा से लिखुछन्ती श्रीरंग को गायत्री डी श्रीरंग जड़े निर्भर योग्य भक्त अटंती 1933 मसीह दुई पुओंकर उपनयन उत्सव होइथिला उपनयन होची जो व्रत हुए यही उत्सव पाई श्रीरंग गोटे बाणी निमित्त से प्रार्थना करथिले श्रीरंग तांको निजर गायत्री मंत्र प्रदान करथिले आश्रम और विश्ववासी समस्ते एही परिवार को गभीर कृतज्ञता ज्ञापन करुछन्ती कारण तांकरी प्रार्थना हेतु आम्भे माने श्रीरंग गायत्री मंत्रटी पाई पारिछु
तामाने 1933 मसीह से डींकर पुओंकर उपनयन पाई श्रीअरविंद गायत्री मंत्रटी देइथिले। श्रीअरविंद गायत्री मंत्रटी होची कोन प्रभु जोटा लिखचंती तस्य वितुर्वरं रूपं ज्योतिः परस्य धीमहि यन्नः सत्येन दीपयत्। तस्य वितुर्वरं रूपं ज्योतिः परस्य धीमहि यन्नः सत्येन दीपयत्। तार इंग्रजी अर्थ होची let us meditate on the most auspicious form of Savitri, on the light of the Supreme, which shall illumine us with the truth. ଯାହା ହଉ ତାଙ୍କ ପାଖରେ ଆମେ କୃତଜ୍ଞତା ଆମେ ବି ଜ୍ଞାପନ କରିବା ଯେ ତାଙ୍କ ଯୋଗୁ ଗୋଟେ ବିରାଟ ମନ୍ତ୍ରଟି ଆମେ ପାଇଲେ। ଆଶ୍ରମରେ ବିବାହ 1930 ମସିହାର ମଧ୍ୟଭାଗର କଥା। ଜଣେ ସାଧକ ଆଶ୍ରମରେ କେତେ ବର୍ଷ ରହିବା ପରେ ବିବାହ କରିବା ନିମନ୍ତେ ଶ୍ରୀଅରବିନ୍ଦଙ୍କର ଅନୁମତି ମାଗିଥିଲା। ପ୍ରଭୁ ତାଙ୍କୁ ଉତ୍ତର ଦେଇଥିଲେ ଏଠାରେ କେବଳ ବିରାଡ଼ି ଓ କୁକୁର ବିବାହ କରନ୍ତି। ପ୍ରଭୁ ତାଙ୍କୁ ଉତ୍ତର ଦେଲେ କଣ ଏଠାରେ କେବଳ ବିରାଡ଼ି ଓ କୁକୁର ବିବାହ କରନ୍ତି। ଯଦି ଆପଣ ଯୋଗାଧାର ବହି ପଢିବେ ସେଥିରେ ଆହୁରି ଷ୍ଟ୍ରିକ୍ଟଲି ଶ୍ରୀଅରବିନ୍ଦ ଲେଖିଛନ୍ତି ଏଇ ବିବାହ କଥା ନେଇକି କହିଲେ ଯଦି ତୁମେ ପୂର୍ଣ୍ଣତଃ ପୂର୍ଣ୍ଣ ଯୋଗ କରିବା ପାଇଁ ଚାହୁଁଛ ତେବେ ତୁମେ ବ୍ରହ୍ମଚର୍ଯ୍ୟ ପାଳନ କରିବା ତୁମ ପାଇଁ ସର୍ବୋତ୍ତମ। ଯଦି ଆମେ ଦେଖିବା ତାପରେ ବାବାଜୀ ମହାରାଜଙ୍କୁ ପଚରାଯିବ ବାବାଜୀ ମହାରାଜ କହିଲେ ଆମେ ମାନେ ଯୋଉମାନେ ସବୁ ବାହା ହେଇସାରିଛୁ କହିଲେ ତୁମେ ଯଦି ବିବାହ କରିସାରିଛ ତେବେ ଗୋଟିଏ ପୁତ୍ର ବା ଗୋଟିଏ କନ୍ୟା ସନ୍ତାନ ହେଇସାରିଲା ପରେ ତମେ ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ କରିବ। ଏବଂ ଆମେ ଯଦି ଆଉ ଟିକେ ଆଙ୍ଗଲରୁ ଦେଖିବା ଯେ ପ୍ରକୃତି ଆମକୁ କଣ କରିଛି ତାର ସେ ଯୋଉ ଜାତି ପ୍ରତିଷ୍ଠା କରିଛି ସେ ଜାତିକୁ ରଖିବା ପାଇଁ କଣ୍ଟିନ୍ୟୁ କରିବା ପାଇଁ ସେ କଣ କରିଛି ନା ଏଇ ପ୍ରକାରର ଯୋଉ ଯୌନ ସମ୍ପର୍କ ସିଏ ସୃଷ୍ଟି କରିଛି ତାକୁ ମନୁଷ୍ୟ ମାନେ ବ୍ୟବହାର କରୁଛନ୍ତି। ତା ମାନେ ଇଏ ହଉଛି ପ୍ରକୃତିର ଗୋଟିଏ ପାର୍ଟ। ତେଣୁ ବାୟ ନେଚର ତୁମେ ତା ଭିତରେ ପଶିବାକୁ ଯାଉଛ। ଯଦି ତୁମେ ଚାହୁଁଛ ଯେ ମନୁଷ୍ୟତ୍ୱର ଦିବ୍ୟ ଜୀବନ ପ୍ରାପ୍ତ କରିବା ପାଇଁ ତେବେ ପ୍ରକୃତିର ସେଇ ଯୋଉ ଅଜ୍ଞାନତା ଯୁକ୍ତ କର୍ମରେ ଯଦି ତୁମେ ଲିପ୍ତ ରହିଲ ତାହେଲେ ତୁମର ଆଧାର ଅପ୍ରସ୍ତୁତ ହେଲା ବା ଆଧାର ଆଉ ପ୍ରସ୍ତୁତ ହେଇପାରିବ ନାହିଁ ଉପରର ଊର୍ଦ୍ଧ୍ୱ ଶକ୍ତିକୁ ଗ୍ରହଣ କରିବା ପାଇଁ ଯୋଉ ଅତିମାନ ଶକ୍ତିକୁ ଗ୍ରହଣ କରିବା ପାଇଁ ଏବଂ ଅତିମାନସ ଶକ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ସବୁଠାରୁ ଅଧିକ ଯଦି କିଏ ବାଧା ସୃଷ୍ଟି କରେ ସେଟା ହଉଛି ଏଇ ସେକ୍ସ ଡିଜାୟାର କାମ ପ୍ରବୃତ୍ତି। ତେଣୁ ବିବାହ କେଜଣକୁ ଆଶ୍ରମରେ ଯୋଉ କେଜଣକୁ ଜଣେ ଜଣେ କିଏ କିଏ କହିଛନ୍ତି ତାଙ୍କୁ ଛାଡି ଦେଇଛନ୍ତି ଆଉ କେଜଣକୁ ସିଧାସଳଖ ଭିନ୍ନ ଭିନ୍ନ ପ୍ରକାରର ଘଟଣା ଘଟିଛି ତାଙ୍କୁ ମନା କରିଛନ୍ତି ବିବାହ କରିବା ପାଇଁ। ସେ ଯାହାକୁ ହଁ ମାରନ୍ତି ତାଙ୍କୁ ଥରେ ପଚରା ହେଇଥିଲା ତାକୁ ହିଁ ହଁ ମାରିଲେ ସେଠୁ ସିଏ ତାଙ୍କର ଗଲେ ବିବାହ କଲେ ଏବଂ ଆଉ ଆଶ୍ରମ ଫେରି ନାହାନ୍ତି। ଏମିତି ବି ଘଟଣା ଘଟିଛି। ସେ କହିଲେ ସିଏ ବିବାହ ନ କଲେ ରହିପାରିବ ନାହିଁ। ତେଣୁ ଯଦି ପୂର୍ଣ୍ଣତଃ ପୂର୍ଣ୍ଣ ଯୋଗ ବା ଶ୍ରୀଅରବିନ୍ଦଙ୍କ ଯୋଗ ସାଧନା କରିବାକୁ ଚାହୁଁଛନ୍ତି ତେବେ ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ ନିହାତି ଆବଶ୍ୟକ। ଆଉ ଗୋଟେ ବିଷୟ ଅଛି ହଁ ସେ ଧ୍ୟାନ କରନ୍ତି କିନ୍ତୁ 1930 ମସିହାର ଶେଷ ଭାଗର ଗୋଟେ କଥା ଆଶ୍ରମର ସାଧକ ମାନେ ଲକ୍ଷ୍ୟ କଲେ ସେମାନଙ୍କର ଜଣେ ସହକର୍ମୀ ସାଧକ ଘଣ୍ଟା ଘଣ୍ଟା ଆଖି ବୁଜି ଧ୍ୟାନସ୍ଥ ରହୁଛନ୍ତି। ସେମାନେ ତାଙ୍କର ଦୀର୍ଘ ଧ୍ୟାନସ୍ଥ ଅବସ୍ଥା ଓ ସାମର୍ଥ୍ୟ ଦେଖି ବହୁତ ଚକିତ ହୋଇଯାଇଥିଲେ ଏବଂ ସେ ଜଣେ ଖୁବ ଉଚ୍ଚ କୋଟିର ଆତ୍ମା ବୋଲି ସମସ୍ତଙ୍କର ଗୋଟେ ଧାରଣା ହୋଇ ଉଠିଥିଲା। ଏଇ ବିଷୟ ଶ୍ରୀଅରବିନ୍ଦଙ୍କ ଦୃଷ୍ଟିକୁ ଅଣାଗଲା। ଶ୍ରୀଅରବିନ୍ଦ ମନ୍ତବ୍ୟ ପ୍ରଦାନ ପୂର୍ବକ କହିଲେ ହଁ 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 ସେ ଧ୍ୟାନସ୍ଥ ରହୁଛନ୍ତି କିନ୍ତୁ ତାଙ୍କ ପତ୍ନୀଙ୍କ ବିଷୟରେ ଦେଖନ୍ତୁ ଆମେ ବାହାରକୁ ସିନା ଲୋକଙ୍କ ପାଖରେ ଲୁଚେଇ ପାରିବା
हेले भगवान पाखे केमती लुचेब सी बाहर को ध्यान बहुत कर तेणु लोक मैंने कहले ओ केड़े बड़ उच्च कोटर आत्मा किंतु जो श्रीरंद को पचरा श्रीरंद न पचरा हवा पर्यटन श्रीरंद कहून श्रीरंद जो पचरा से कहले ध्यान कर पत्नी विषय आ गोटे अच्छी सी जो तृतीय थर पर जीवे जड़े शिष्य तांकर नाम थिला नलिनी सरकार सी जड़े भद्र महिला को विवाह करथिले किंतु तांको सांगरे नलिनी कौन संपर्क नथिला से भद्र महिला इह धाम त्याग करते भद्रलोक द्वितीय विवाह पर प्रस्तुत हेबारु बहु विरोध उठिला केतक लोक श्रीरंग निकट चिठी पत्र लिखि नलिनी को द्वितीय विवाह करने को बारण करने को अनुरोध करथिले श्रीरंग सेमान अनुरोध को टिके मात्र दृष्टि को न नहीं उत्तर देथिले मते जणाइबो से तृतीय थर यही कार्य ପାଇଁ केबे जाउचंती देखो प्रभु पाखे भगवान पाखे किसी लुचि रही पारिबनी जो भद्र महिला को द्वितीय विवाह करने मना करथिले अन्य माने कहते मना करंतु बोली श्रीरंग किंतु किछि बारण कले नाही एवं लेखिले कौन मते जणाइबो से तृतीय थर ପାଇଁ एई कार्य ପାଇଁ केबे जाउचंती गोटे मिनिट मध्य 60टी शब्द एक बलवान बालक हिसाब से टी देहरे था अलौकिक शक्ति बहु पूर्वरु आज ध्यान गृह से ध्यान सहित पिला मानकर खेल गृह भाव में व्यवहार होता है दिने टी एवं तांकर जन सांग सेठारे खूब उत्त्यक्त होई बड़ पार्टी रे परस्पर मध्य बकाबकी होबार लागिले माने बाक वितंडा लगी रहिला यार परदिन पुराणी आसी कहले तांको कहउछन श्रीरंग सबु सुनिछंती ओ पचारिले से दुईटी पिला किए जो दुई जन मिनिट रे 60टी शब्द उच्चारण करुथिले श्रीरंग माने केते माने ह्यूमर भी करुचंती किंतु ता भीतरर जो गुढ़ रहस्य गुढ़ सत्य ताकू से किन सुंदर भाव रे माने परिप्रकाश करुचंती जे जनक उपरे सूक्ष्म रे प्रभाव पकेबो जेतबे से माने सुनिथेबे जे श्रीरंग तांकर सबु शब्द शुणी गणुचंती केतेटी शब्द प्रयोग करचंती तेणु सेमानक भितरे जो सूक्ष्म रे जो प्रभाव पड़िथिबो जद्वारा सेमानक भितरे निजर बाक शक्ति बा बाक संयम आनिबा पई सेमानक भितरे एक सामर्थ्य बुद्धि पाई जाइथि आवाहन और आशीर्वाद जी आश्रम को प्राय 4 गोटी दर्शन दिन रे आसंती 1948 कि 1949 साल हेबो या मध्यन से गोटे दर्शन दिन रे आसी थांती प्रभुंकर देह त्यागर शेष 4 वर्ष केवल लोक माने दर्शन दिन रे प्रभु और श्रीमा को सम्मुख दे दर्शन करी चली जाती या पूर्व जो सुवर्ण सुजोग थिला लोक माने दर्शन समय प्रथम प्रभु को और परे श्रीमा को प्रणाम निवेदन करुथिले से सुवर्ण सुजोग आउ न था जी जाई दर्शन कक्षर हॉल मध्य पहुंची धाड़ी रे जीवा बेले से टिके डाहाण को पाखई जाइथिले तांकर अंतर मध्य स्वतः एपरि एक आवाहन आसिला जे से सहसा दिव्य प्रत्युत्तर लाभ कले श्रीरविंदर दृष्टि तांको ऊपर निबद्ध होइतिला से धाड़ी रे आसी प्रभुଙ୍କ सम्मुखरे पहुंचिला पर्यंत प्रभुଙ୍କର दिव्य दृष्टि सही परी तांको ऊपर निबद्ध होइथाय या परे श्रीरविंद हस्त सामान्य उत्तोलन पूर्वक तांको आशीर्वाद प्रदान करिथे तांको भितरे सत गोटे अंतःप्रेरणा आसिला जे प्रभुଙ୍କ आशीर्वाद प्राप्त करिबा पई शेष पर्यंत तांको प्रभु चाहि रही था माँ समस्ते जी भी व्यक्ति जेते बेले भी हृदय भितर माँ को प्रार्थना करिवो तार उत्तर सहसा उत्तर निश्चय मिले से माँ लिखते ऑल सिंसियर प्रेयर्स आर ग्रांटेड ऑल सिंसियर प्रेयर्स माँ Ma. Thank you all, Arabar.